ଆପଣ ପରିଚୟ ଟିକେ ଦେବେ। ମୁଁ ହେଉଛି ଲକ୍ଷ୍ମୀଧର ନାୟକ। ମୁଁ ଏଇ 6 ନମ୍ବର ରହୁଛି। ସାର୍ ଆମେ ଦେଖିଲୁ ଯେ ଆପଣ ଆଜି ପଲ୍ୟୁସନ ପାଇଁ ସରକାର ଯୋଉ ନୂଆ ନିୟମ ବାହାର କରିଛନ୍ତି ସେଇଥିରେ ଆପଣ ଆଜି ପଲ୍ୟୁସନ ଚେକ୍ କରିଥିଲେ ଗାଡ଼ିର। ପଲ୍ୟୁସନ ସମସ୍ତେ ବ୍ୟସ୍ତ ହେଇକି ଆମ ସାଙ୍ଗ ହେଇକି କରୁଛନ୍ତି। ପଲ୍ୟୁସନ ତ ସମସ୍ତେ ଗୁଡ଼ାଏ ଗାଡ଼ି ଏମିତି ଧୂଆଁ ବାହାରିକି ଯାଉଥିବ, ତାକୁ ଟ୍ରାଫିକ୍ ଦେଖିଲେ ବି କିଛି କହିପାରିବି ନାହିଁ। ଯେଉଁମାନେ ଠିକ୍ ଠାକ୍ ରହୁଛନ୍ତି ସେମାନଙ୍କୁ ବେଶୀ ଅସୁବିଧା ବି ପଡ଼ୁଛି। ଆଉ ଯେଉଁମାନେ ସବୁ ଜିନିଷ ପଲ୍ୟୁସନ ମାନେ ଘରେ ଏତେ ଏସି ଘରେ ଲୋକ ରହୁନାହାନ୍ତି, ଏମିତି ଏସି ଚାଲିଥିବ, ଏମିତି କଣ୍ଟିନ୍ୟୁ ଚାଲିଥିବ। ତାପରେ ଏସି ବହୁତ ହେଇଗଲାଣି, ସେଥିପାଇଁ ଗୋଟେ କିଛି ବି ନାହିଁ। ତାପରେ ରାସ୍ତା ବିଭିନ୍ନ ଜାଗାରେ ଇଣ୍ଡଷ୍ଟ୍ରି ମାନେ ଗ୍ୟାରେଜ ଗୁଡ଼ାକରେ ଏମିତି ନିଆଁ ଲଗେଇଥିବେ, ଧୂଆଁ ଚାରିଆଡ଼େ ହେଉଥିବ, ଆଖି ପୋଡ଼ୁଛି, ଆମ ହେଉଛି କିଛି ତା ପାଇଁ ବାଟ କିଛି ନାହିଁ। ଗାଡ଼ି ପାଇଁ କରୁଛନ୍ତି ଭଲ, କିଛି ଖରାପ ବି ନାହିଁ। ସମସ୍ତେ କାଗଜପତ୍ର ଅପ୍ ଟୁ ଡେଟ୍ କରି ରଖିବା ବି ବହୁତ ବେଟର। କିନ୍ତୁ ଆପଣ ମଧ୍ୟ ଅନୁପ୍ରାଣିତ ହଉଛନ୍ତି, ଆପଣ କହୁଛନ୍ତି ଭଲ ବୋଲି। ଖାଲି କଣ ସାର୍ ଆମେ କହିବା ଗାଡ଼ି ଦ୍ୱାରା ଖାଲି ସାର୍ ପଲ୍ୟୁସନ ନା ସବୁ କରିବା ପାଇଁ ପଡ଼ିବ। ସେଗୁଡ଼ା ବି କ'ଣ ଗୋଟେ ତା ପାଇଁ ସଲ୍ୟୁସନ୍ ନେବା ପାଇଁ ପଡ଼ିବ। ଆଉ ରାସ୍ତାଘାଟ ତ ମନ ଇଚ୍ଛା ଯିଏ ଯୁଆଡ଼େ କାଟିଲା, ଯିଏ ଯୋଉଠି ନିଆଁ ଲଗେଇଲା ଏସବୁ ଜିନିଷ କରୁଛୁ। ତା ପାଇଁ କ'ଣ ଗୋଟେ ବାଟ ସବୁ କରିବେ, ଦେଖାଯିବ। ଆମର ପ୍ରାକୃତିକ ଜିନିଷ ଗଛ ସାର୍ କାଟି ଦଉଛନ୍ତି, ଗଛ କାଟୁছে, ସେ ମନ ଇଚ୍ଛା ସରକାର ଯିବେ ବୋଲି ତ ରାସ୍ତାଘାଟ ରଖୁନାହାନ୍ତି। ଯିଏ ବି ଗଛ ବି ଲଗେଇବ ସିଏ ବି ପଡ଼ିଶାର ସହିତ ସବୁ ଶତ୍ରୁ ହେଉଛନ୍ତି। ଏଠି ଏସବୁ ଜିନିଷ ଚାଲିଛି, ତା ପାଇଁ କ'ଣ ଗୋଟେ ସଜେସନ୍ କରିବା କଥା କରିବେ। ଆଉ ତେଲ ପଲ୍ୟୁସନ ଆପଣଙ୍କର ଯୋଉ ଗାଡ଼ିର ଯଦି କାଗଜ ନଥିବ ପଲ୍ୟୁସନ କାଗଜ, ତା ମଧ୍ୟରେ ତେଲ ଆପଣ ନେଇପାରିବେ, ଏଇଟା ଆପଣ କେତେ ଦୂର ଗ୍ରହଣ କରୁଛନ୍ତି? ଏଇଟା ତ ସେମିତି ନୁହଁ। ଏଇଟା ଗୋଟେ ସେମିତି ହେଲେ କ'ଣ ହେଇପାରିବ କି ଆମ ସାଙ୍ଗରେ? କାଗଜପତ୍ର ସବୁ ସବୁ ଜିନିଷ ଚେକ୍ ହେଲା, ଗାଡ଼ି ଘରୁ କେହି ବାହାର କରିବେନି। ସବୁ ଜିନିଷ ତାକୁ ଦେଖି ସବୁ ଟାଇମ୍ ଟେବୁଲ୍ କ'ଣ ଗୋଟେ କରିକି କରିବେ, ତା ପାଇଁ ନିୟମ। ଆପଣ ସାର୍ କ'ଣ କହିବେ ସରକାରଙ୍କୁ? ଖାଲି କ'ଣ ଗାଡ଼ି ଦ୍ୱାରା ସାର୍ ପଲ୍ୟୁସନ ବାହାରୁଛି ବୋଲି ଆପଣ? ନା ସେଇଟା ସବୁଥିପାଇଁ କରିବା ପାଇଁ ପଡ଼ିବ। ଘର ଗୋଟେ ଇଏରେ ରହୁନାହାନ୍ତି, ଗୋଟେ ଦୁନିଆ ପ୍ରକାର ଏସି ଲାଗିକି ଆମ ସାଙ୍ଗରେ ରହୁଛି। ମେନ୍ ଏଇ ଯେଉଁ ପଲ୍ୟୁସନ ଗୁଡ଼ା ହେଉଛି, ଗଛପତ୍ର ଆଗ ଲଗାନ୍ତୁ ଭଲରେ ଲାଇନ୍ କରିକି। ଆଉ ଯେଉଁ ରାସ୍ତାଘାଟ ଗୁଡ଼ାକ ସବୁ କଂକ୍ରିଟ୍ କରିଦେଉଛନ୍ତି, ତା ପାଇଁ ଗଛ କିଛି ନାହିଁ କି ଘାସ ଟିକେ ନାହିଁ। ଦୁବ ଘାସ ଟିକେ ଆଜିକାଲି ଖୋଜିଲେ ମିଳୁନି। ଯେ କହୁଛି ଆମର ହଉ ଗୁଡ଼ା ସରକାର ଦେଖିବାକୁ ଗଲେ ଆମର ଅନୁଗୁଳରେ ହଉ ସବୁ ଜାଗାରେ ମେନ୍ ଆମେ ଭୁବନେଶ୍ୱର ଅବସ୍ଥା ବି ଠିକ୍ ନାହିଁ ପରା। ଏରା ଇଣ୍ଡଷ୍ଟ୍ରି କରୁଛନ୍ତି, କାଟିଲେ କି କ'ଣ କଲେ ସେ କଥା ଅଲଗା ପରା। ଭୁବନେଶ୍ୱର ରାସ୍ତାଘାଟର ଗଛ ପରା କାଟିକି ଅବସ୍ଥା କରିଦେଉଛନ୍ତି, କିଛି ଆବଶ୍ୟକ ନାହିଁ, ତାକୁ କାଟିକି ପକେଇ ଦେଉଛନ୍ତି। ସବୁ ଜିନିଷ ଦେଖି ତା ପାଇଁ କ'ଣ କରିବା କଥା କରିବେ। ଗାଡ଼ି ଚେକ୍ କଲେ ଆପଣ ମନକୁ ସାର୍ କାହିଁକି ମନକୁ ନାହିଁ ଚେକ୍ ନାହିଁ, ଏଇଟା ମୁଁ ଆମର ସବୁବେଳେ ଅକ୍ଟୁବର ରହେ, ସବୁବେଳେ ଅକ୍ଟୁବର ଥାଏ। ଆପଣଙ୍କ ପାଖରେ କାଗଜ ପଲ୍ୟୁସନ ଲାଇସେନ୍ସ ଅଛି କି? ପଲ୍ୟୁସନ ଲାଇସେନ୍ସ ଏଠି କରାହେଲା ଆମର ଦେଖ, ଯାହା ପାଖରେ ନଥିବ ସାର୍ ସେମାନେ କେମିତି କ'ଣ ବାହାର କରିବେ? ସମସ୍ତେ ହଁ ଯାହା ଯାଇକି ପଲ୍ୟୁସନ ଏରୁ କରିବା ପାଇଁ ପଡ଼ିବ। ଆଉ ସାର୍ ଆପଣ କରେଇଛନ୍ତି? ହଁ ମୁଁ ମୋର କରେଇଦେଲି। ମୋ ନାଁ ଜନ୍ମେଜୟ ତ୍ରିପାଠୀ। ସାର୍ କ'ଣ କହିବେ ସରକାର ଯେଉଁ ନୂଆ ନିୟମ ବାହାର କରୁଛନ୍ତି, ଗାଡ଼ି ପଲ୍ୟୁସନ ଯଦି ଅଧିକ ହେଉଛି ଆପଣଙ୍କୁ ତେଲ ମିଳିବନି ତେଲ ଟାଙ୍କିରେ, ମାନେ ଆପଣଙ୍କର ଯଦି ପାସ୍ ଥିବ କିମ୍ବା ଆପଣଙ୍କ ପାଖରେ ଇଏ ଥିବ, ସାର୍ଟିଫିକେଟ୍ ଥିବ ଆପଣଙ୍କର ଗାଡ଼ିର ଯେଉଁ ରହିଲା, ଆପଣ ତେଲ ପାଇପାରିବେ, ଏଇଟା କେତେ ଦୂର ଆପଣ ଗ୍ରହଣ କରିବେ? ନା ତେଲ ନ ପାଇବା ଆଉ ପାଇବା ସେଇଟା ପଛ କଥା। ଯେହେତୁ ଗଭର୍ଣ୍ଣମେଣ୍ଟ କରୁଛି ସେଇଟା ନିୟମ ଠିକ୍ ପାଇଁ କରୁଛି। କାହିଁକି ନା ସମସ୍ତେ ସେଇ ଯେଉଁ ଯାହାର ଯେଉଁ ପଇସାଟା ବାହାରିବ, ଯାହା ଲାଭ ଯେଉଁଟା ବାହାରିବ, ଗଭର୍ଣ୍ଣମେଣ୍ଟ ଯାହା ନିୟମ ଅଛି ସେଇଟା କଲେ ସର୍କୁଲାରଟା, ସେ ପଇସାଟା ଜନହିତ କଲେ କାମ ଲାଗିବ ନା। କ'ଣ ପାଇଁ ସେ ଭୁଲ କ'ଣ କରୁଛି ନା କ'ଣ? ସେ ତ ସମସ୍ତଙ୍କ ପାଇଁ ଆଲର୍ଟ କରୁଛି। ଗାଡ଼ି ବି ଭଲ ହେବ। ଗାଡ଼ି ହେଲା ପରେ ଗାଡ଼ି ପଲ୍ୟୁସନ୍ ହେଲେ ବି ଆମର ଯେଉଁ ଧୂଳି କଣା ଯେଉଁ ବାହାରୁଛି, ସବୁ ଧୂଆଁ ଫୁଆଁ ବାହାରୁଛି, ତା ପାଇଁ ସଚେତନ ହେଇଯିବେ। ଗାଡ଼ି ବି ମାଇଲେଜ୍ ଦେଖିବ, ତେଲ ଭଲ ଯିବ, ଗାଡ଼ି ତିଆରିବ, ମାଇଲେଜ୍ ଭଲ ଦେଖେଇବ। ଖାଲି କ'ଣ ଗାଡ଼ି ପଲ୍ୟୁସନ୍ ଦ୍ୱାରା ଧୂଆଁଟା ବାହାରୁଛି, ପଲ୍ୟୁସନ୍ ସୃଷ୍ଟି ହେଉଛି ନା ଅନ୍ୟ ସବୁ ଇଏରେ? ମୁଖ୍ୟତଃ ମୁଁ ଦେଖୁଛି ଗାଡ଼ି ମାନେ ଯଦି ଆଲର୍ଟ ହେଇଯିବେ ପଲ୍ୟୁସନ୍ ଉପରେ, ଅର୍ଥାତ୍ ଗାଡ଼ି ଯଦି ସମ୍ପୂର୍ଣ୍ଣ ଯାହା ତିଆରିବେ, ପଲ୍ୟୁସନ୍ ତ ହେବ ନାହିଁ, କ୍ରିଏଟ୍ ହେବନି। ପଲ୍ୟୁସନ୍ ଅର୍ଥ କ'ଣ? ଧୂଆଁ ଧାର ବାହାରିଲା, ଗାଡ଼ିରେ ଯାଉଛନ୍ତି ଆମେ ସବୁ, ଧୂଆଁ ବାହାରୁଛି କ'ଣ ପାଇଁ ବାହାରୁଛି? ତୁମ ଗାଡ଼ି ଯଦି ସୁରକ୍ଷିତ ଅବସ୍ଥା ନ ତିଆରୁଛ, ଠିକ୍ ସମୟରେ ନ ତିଆରୁଛ, ଗାଡ଼ି ଧୂଆଁ ବାହାରୁଛି, ଯାହାଫଳରେ କି ପଲ୍ୟୁସନ୍ ସୃଷ୍ଟି ହେଉଛି। ଗାଡ଼ି ସମସ୍ତଙ୍କର ଯଦି ଭଲ ଥାଆନ୍ତା, ଚଲେଇଥାନ୍ତେ ବାଟରେ, ଆଉ ପଲ୍ୟୁସନ୍ ହୁଅନ୍ତାନି। ସାର୍ କେଉଁ ଗାଡ଼ିର ଟିକେ ତ କେଉଁ ଗାଡ଼ିର ସାର୍ ଧୂଆଁ ଯାଉଛି, ରକେଟ୍ ଭଳିଆ ଧୂଆଁ ଯାଉଛି, ସେଇଟା ତାକୁ ଦଣ୍ଡନୀୟ ହେବା କଥା। ଭଲ ଭାବରେ ତ ଦଣ୍ଡିତ କରିବା କଥା। ଯେଉଁମାନେ ସବୁ ମାନେ ବିନା ଖାମଖିଆଲ ଗାଡ଼ି ଚଲାଉଛନ୍ତି, ଗାଡ଼ିକି ସବୁ ସଜାଡ଼ୁନାହାନ୍ତି। ସାର୍ ଏଇଠି ସରକାରଙ୍କ ପଦକ୍ଷେପ ଦ୍ୱାରା ଗାଡ଼ିର ଆମର ଯେଉଁ ଧୂଆଁଟା ରହିଲା, ତା'ର ସାର୍ ଇଏ ହେଉଛି, କେତେ ଧୂଆଁ କ'ଣ ରହୁଛି, ତା'ର ଗୋଟେ ମାନେ ମାପଚୁପ ହେଉଛି, ଆପଣ ଏଥିରେ କେତେ ଦୂର ଗ୍ରହଣ କରୁଛନ୍ତି? ମୋ ମତରେ ସମ୍ପୂର୍ଣ୍ଣ ଭାବରେ 100% ଠିକ୍ ମୋର। କାହିଁକି ନା ମୁଁ ଦେଖୁଛି ଗାଡ଼ି ଆମେ ଆଲର୍ଟ ହେଲେ ଗାଡ଼ିର ମାଇଲେଜ୍ ଭଲ ଦେଖେଇବ। ଗାଡ଼ି ଠିକ୍ ସମୟ ଆମେ ତିଆରୁଛେ, ଆମେ ତିଆରି ସମୟରେ ଆମର କିଏ ପଦେ ନ କହୁ ବାହାର ପଛପଟେ ଯେ ତାଙ୍କ ସେ ଗାଡ଼ିଟା ଗଲା, ସେ ଗୋଟେ ଧୂଆଁ ଛାଡ଼ି ପଳେଇଲା, ମନେ ମନେ ସେ ବକୁଥିବ ସେ। ତେଣୁ ଆମେ ତା ପୂର୍ବରୁ ଆଲର୍ଟ ଯେ ନାଇଁ ଆମେ ଗାଡ଼ିକି ଆମେ ସଜାଡ଼ିବା, ଗାଡ଼ି ପିକଅପ୍ ନେବ ଗାଡ଼ି ତିଆରିଲେ,
आमको भल लगे गाड़ी गोटे चलाऊे बिला सर आम जी कह खाली गाड़ी पल्यूसन कथा नहीं आम देखिए शीत दिन है कोना गोटे लोक मैंने काठ जाड़ी बहुत निआ टे शीत कहवाई बसुँच जी आम कह कंट्राक्टरी मैंने जो रास्ता कम कर धूली बाली दुनिया कथा गड़े दी जाती सी जेहतु सर वर्षा होनी सी सर धोई हेबार चान्स रोनी जो फल से सर गोटे प्रकार धूँ आम जी कहीपर से मानकर जो अच्छा उपर अफिसर मैंने सी सजा दरकार कौन हो सब पल्यूसन कहीं हो तुम क्या अलर्ट रोना सी भी सरकार गोटे नियम करा दरकार यहाँ जी नियम कले नियम करा दरकार नियम बाहर सहित ता सहित तापाई केमती कमटा केमती हो पार भी से दरकार व्यवस्था करा दरकार द्वारा सरकार जो नियम बाहर कर उचित हाँ निश्चित मु कह उचित बोले मो मत सब थर गोटे नियम अच्छी नियम को जी आभेड जी कर इच्छा जी करा कथा करेंगे जी कर दंडित भावती सर आम करवानी आमर किसी असुविधा हेनी कि आम पाखे पल्यूसन कागज पत्र ना से बाबद आप कौन कहे पल्यूसन कागज कहीं ना कम तुम कहीं कहीं खामखियाली अवस्था रोच सब जे कौन से कराऊे गवर्नमेंट कौन करुचे तो गवर्नमेंट क्या नहीं जे तुम मैंने सचेतन हवा दरकार ना तुम अन्य गवर्नमेंट खाली कले कौन हम तुम निजे सचेतन हुआ।